ଓଡ଼ିଶା ପ୍ଲସ୍ ଖବର ହିଁ। ମହିମା ଧର୍ମର ଆଦିପୀଠ ତପୋବନ ଠାରେ ମେଳା ଅନୁଷ୍ଠିତ। ଢେଙ୍କାନାଳ ମହିମା ଧର୍ମର ଆଦିପୀଠ ମହିମା ତପୋବନ ମେଳା ଆଜି ଆରମ୍ଭ ହୋଇଛି। ପ୍ରତିବର୍ଷ କାର୍ତ୍ତିକ ଶୁକ୍ଳ ଦଶମୀ ତିଥିରେ ଗୁରୁ ଶିଷ୍ୟଙ୍କର ମିଳନ ହୋଇଥାଏ। ସେହି ଦିନକୁ ମନେ ରଖିବା ପାଇଁ ଏହି ତପୋବନ ମେଳା ଅନୁଷ୍ଠିତ ହୁଏ। ଏହି ମେଳାକୁ ବିଭିନ୍ନ ସାଧୁ ସନ୍ଥ ମାନଙ୍କର ସମାଗମ ହୁଏ। ଗୁରୁ ଶିଷ୍ୟଙ୍କର ମିଳନ ହୋଇଥାଏ। ସେଥିପାଇଁ ବିଭିନ୍ନ ସ୍ଥାନରୁ ଜନସମାଗମ ଏବଂ ଏକ ମିନି ଯାତ୍ରା ହୋଇଥାଏ। ଆଜିର ଏହି ମେଳାରେ ଢେଙ୍କାନାଳ ଜିଲ୍ଲାପାଳ ଏବଂ ଏସ୍ପି ମୁଖ୍ୟ ରଘୁ ବାବା ଏବଂ ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତିରେ ଏକ ପତ୍ରିକା ଉନ୍ମୋଚନ କରାଯାଇଥିଲା। ବିଶ୍ୱବାସୀଙ୍କର ମଙ୍ଗଳ କାମନା ଉଦ୍ଦେଶ୍ୟରେ ଉପସ୍ଥିତ ସାଧୁ ସନ୍ଥ ମାନଙ୍କ ଦ୍ୱାରା ଘୃତ ପୋଡ଼ା ଯାଇଥିଲା ଏବଂ ବାବାଙ୍କର ଅଲେଖ ମହିମା ଜୟ ଧ୍ୱନିରେ ପ୍ରକମ୍ପିତ ହୋଇଥାଏ ଏହି ଅଞ୍ଚଳ। ଢେଙ୍କାନାଳରୁ ବଳରାମ ସାହୁଙ୍କ ରିପୋର୍ଟ ଓଡ଼ିଶା ପ୍ଲସ୍।